ହାରିଗଲେ ଇଲେକ୍ସନ କମିଶନ ଖରାପ। ନଡ଼ିଆ ଫଟା ଫଟା ବୋଲେ ବଣାରୀ ମୁଣ୍ଡରେ ଯେନ୍ତା ଫଟା ବୋଲସନ୍ ଏନ୍ତା ଇଲେକ୍ସନ କମିଶନର ମୁଣ୍ଡା ଫଟଉଛୁ। ଯେନ୍ ମାନେ ବିଦେଶୀ ନାଗରିକ ଆମର ଭୋଟର ଲିଷ୍ଟ ତାଙ୍କର ନାଁ, ରାସନ କାର୍ଡରୁ ତାଙ୍କର ନାଁ, ସବୁଥିରୁ ତାଙ୍କର ନାଁ ଫଟା। କଂଗ୍ରେସ ତ ଗୋଟେ ଦେଶଦ୍ରୋହୀ ପାର୍ଟିଟିଏ। ସେ ଦେଶଦ୍ରୋହୀ ପାର୍ଟିରେ ଭକ୍ତ ଦାସ କାମ କରୁଛନ୍, ତାକୁ ଯେନ୍ ପାପ ଲାଗବା ସେ ପାପର ପ୍ରାୟଶ୍ଚିତ କେନେ କରିବେ କହୁନ୍। ଦେଖନ୍ ତାଙ୍କର ଜ୍ଞାନ କେତେ ଦୂର ଅଛି ମୁଁ ନାଇଁ ଜାଣି। ଜଣେ ଲୋକ ତାର ଧାର୍ମିକ ବ୍ୟକ୍ତିଗତ କାମରେ ଆଇଲା, ପୁରୀ ଦର୍ଶନ କଲା, ତାକୁ ସମାଲୋଚନା କରବାରଟା କେତେ ଦୂର ଯୁକ୍ତିଯୁକ୍ତ ମୁଁ ବୁଝି ନାଇଁ ପାରେ। ଗୋଟେ ଲୋକ ତାର ଧାର୍ମିକ ଅଧିକାର ଅଛି, ପ୍ରତ୍ୟେକ ମଣିଷର ଧାର୍ମିକ ଅଧିକାର ଅଛି। ସେ ତାର ଧାର୍ମିକ କାମରେ ଆଇଲା, ତାକୁ କ୍ରିଟିସାଇଜ କରବାର କିଛି ଆବଶ୍ୟକ ନାହିଁ। ଅଭିଯୋଗ କରୁଛନ୍ତି କି ସାର୍ ସେ ବିଜେପି କୁ ସହିଲା ଭଳିଆ କାମ କରୁଛନ୍ତି, ଯେମିତି କ୍ଷମା ତାକୁ କାହିଁକି ମାଫ କରିବେ ବୋଲି ସେ କହୁଛନ୍ତି। କଂଗ୍ରେସ ତ ଗୋଟେ ଦେଶଦ୍ରୋହୀ ପାର୍ଟିଟିଏ। ସେ ଦେଶଦ୍ରୋହୀ ପାର୍ଟିରେ ଭକ୍ତ ଦାସ କାମ କରୁଛନ୍, ତାକୁ ଯେନ୍ ପାପ ଲାଗବା ସେ ପାପର ପ୍ରାୟଶ୍ଚିତ କେନେ କରିବେ କହୁନ୍। ଭୋଟର ମାନଙ୍କର ଲିଷ୍ଟ ନାଁ ବିଲ୍ କଟି ଯାଇଛି ସବୁ କଟବା। ଯେନ୍ ମାନେ ବିଦେଶୀ ନାଗରିକ ସେମାନଙ୍କର ନାଁ କଟବାର କଥା। ଆମେ ତ କାହାକୁ ନାଇଁ କରି ହଜାର ହଜାର ଲୋକ, ଗୋଟେ ଲୋକର ନାଁ 4 ଜାଗାରେ ବାହାରୁଛି, ଆଉ ସେମାନେ କେହି ଭାରତୀୟ ନାଗରିକ ନୁହନ୍। ତାଙ୍କୁ ଦେଖିଲା ବେଳକୁ ସେମାନେ ବାଂଲାଦେଶ କେନ ନାଗରିକ। এটা বন্ধ হওয়ার উচিত। আর বন্ধ যদি করেছেন ইলেকশন কমিশনকে মুই ধন্যবাদ দেবি, আর বধাই জনাଉଛି। কিন্তু আহরি ব্যাপক করুন। যেন মানে বিদেশী নাগরিক আমার ভোটর লিষ্ট তাঙ্কর না, রাশন কার্ডରୁ ତାଙ୍କର ନାଁ, ସବୁଥିରୁ ତାଙ୍କର ନାଁ ପଠାଏ। ଯେତେବେଳେ ଗୋଟେ ଜାଗାରେ ଜିତି ଯାଉଛନ୍ ସେନେ କିଛି କଂଗ୍ରେସ କିଛି ନା କରବାର, ଆଜି ଯେନେ ନାଇଁ ହାରି ଯାଉଛନ୍ ସେନେ ଆକ୍ଷେପ କରୁଛନ୍। ଇ ନେକି দেখুন ইলেকশন কমিশন কি অনুষ্ঠানକୁ নিন্দা করবারটা হারি মানে গোটে কামଟେ ନାଇଁ ହେଇପାରିଲେ ସେମାନେ 5 ଜାଗାରେ କହୁଛନ୍। ତ ହାରି ଯାଉଛନ୍, ହାରିଗଲେ ସେମାନେ ସହି ନାଇଁ ପାରବାର୍। ନଡ଼ିଆ ଫଟା ଫଟା ବୋଲେ ବଣାରୀ ମୁଣ୍ଡରେ ଯେନ୍ତା ଫଟା ବୋଲସନ୍ ଏନ୍ତା ଇଲେକ୍ସନ କମିଶନର ମୁଣ୍ଡା ଫଟଉଛୁ। ତ ଇଏ କିଛି କଥା ନୁହେଁ। ଆମେ ଯେନ୍ ଜାଗାରେ ସେମାନେ କର୍ଣ୍ଣାଟକରେ କେନ୍ଦ୍ର ଆଉ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ ସେମାନେ ଜିତିଲେ, ତ ସେଟା ତ କିଛି ନାହିଁ ନା। ଆଉ ସେନ୍ତା ହିମାଚଳ ପ୍ରଦେଶରେ ଜିତିଲେ, ସେଟା ଇଲେକ୍ସନ କମିଶନ ଭଲ ଥିଲା। ହାରିଗଲେ ଇଲେକ୍ସନ କମିଶନ ଖରାପ। ବିଚିତ୍ର କଥା ନାହିଁ ଏଇଟା।